ଆଗକୁ ଚିତଉ ଅମାବାସ୍ୟା ଆସୁଛି ନା। ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ କ୍ଷୀର ଚିତଉର ରେସିପି ଦେଉଛି, ଯେଉଁଟାକି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମୋ ରେସିପି ନିହାତି ଭାବରେ ଦେଖିଲେ ଆପଣମାନଙ୍କୁ ପସନ୍ଦ ଆସିବ। ଯେଉଁମାନେ ତ ଚିତଉ ପିଠା କରିକି ଖାଇଥିବେ ତା'ର ସ୍ୱାଦ ତ କେବେ ଭୁଲି ପାରିନଥିବେ। ବାକି ଯେଉଁମାନେ ନୂଆ କରୁଥିବେ ସେଇମାନଙ୍କୁ ରେସିପି ନିହାତି ଭାବରେ ପସନ୍ଦ ଆସିବ। କାହିଁକି ନା ମୁଁ ଏଠି ଠିକ୍ ମେଜରମେଣ୍ଟ ଆଉ ଠିକ୍ ମାପରେ ମୁଁ ଆପଣମାନଙ୍କୁ ଭିଡ଼ିଓଟି ସେୟାର କରିଛି, ଯେଉଁଟାକି ନୂଆ କରୁଥିବା ଲୋକମାନଙ୍କର କୌଣସି ଅସୁବିଧା ହେବନି। ତେବେ ଚାଲନ୍ତୁ ପ୍ରଥମେ ଆମେ ଚାଉଳକୁ ଭିଜେଇବା। ଏଠି ପ୍ରଥମେ ଚାଉଳର ମାପକୁ ଦେଖନ୍ତୁ। ମୁଁ ଗୋଟେ ମାଣ ଚାଉଳ ନେଇଯାଇଛି। ଆପଣମାନେ ଗୋଟେ ଜାଗାରେ ମାପ ନେଇଯିବେ। ଯଦି ମାପିବା ଆମେ ତାହେଲେ ମୋର ଏଠି 1 କେଜି ଚାଉଳ ଅଛି। ମୁଁ ତାକୁ ଧୁଆଧୁଇ କରିକି 7-8 ଘଣ୍ଟା ପାଇଁ ଭିଜିବା ପାଇଁ ରଖିଦେଉଛି। ମୁଁ ତାକୁ ସକାଳୁ ସକାଳୁ ଭିଜିବା ପାଇଁକି ରଖିଦେଇଥିଲି। ଯେହେତୁ ମୁଁ ସନ୍ଧ୍ୟାବେଳେ କରିବି ସେଥିପାଇଁ ମୁଁ ସକାଳୁ ପୁରା ସକାଳୁ ମୁଁ ଚାଉଳକୁ ଭିଜିବା ପାଇଁ ରଖିଦେଇଥିଲି। 7-8 ଘଣ୍ଟା ହେଇଗଲାଣି। ଆମେ ଏବେ ନଡ଼ିଆ କୋରିବା। ଆଉ ନଡ଼ିଆର କ୍ୱାଣ୍ଟିଟି ଯେତେ ବି ଦେଇପାରିବେ ସେତେ ପିଠା ଆମର ସ୍ୱାଦ ହେବ। ମୋର ଏଠି 1 କେଜି ଚାଉଳ ପାଇଁ ବଡ଼ ସାଇଜର ନଡ଼ିଆ ଅଛି। ମୁଁ 3ଟି ନଡ଼ିଆ ନେଇଛି। ଯଦି ଆପଣମାନେ 8ରୁ ଅଧିକ ଦେବାକୁ ଚାହୁଁଥିବେ ତାହେଲେ 1 କେଜି ଚାଉଳ ପାଇଁ ଛୋଟ ସାଇଜର ନଡ଼ିଆ ହେଲେ ତାହେଲେ 4-5ଟି ନେଇପାରନ୍ତି। ନଡ଼ିଆର କ୍ୱାଣ୍ଟିଟି ଯେତେ ରଖିବେ ପିଠାର ସ୍ୱାଦ ସେତେ ଆମର ବଢ଼ିବ। ତାକୁ ଆମେ କୋରାକୋରି କରିଦେବା। ବାକି ତ ଆମର ଏପଟେ ଚାଉଳ ବି ଭଲସେ ଭିଜିଗଲାଣି। 7-8 ଘଣ୍ଟାରୁ ଅଧିକ ବି ହେଇଗଲାଣି। ଚାଉଳ ଭଲସେ ଭିଜି ଯାଇଛି। ତାକୁ ଏକ୍ସଟ୍ରା ପାଣି ମୁଁ ବାହାର କରିଦେଉଛି। କ'ଣ କେମିତି କରୁଛି ଆପଣମାନେ ଧ୍ୟାନର ସହିତ ଦେଖନ୍ତୁ ଆଉ ସଠିକ୍ ମେଜରମେଣ୍ଟ ମନେ ରଖନ୍ତୁ। କେବେ ବି ପିଠା ବନେଇବାରେ ଅସୁବିଧା ହେବନି। ଏକ୍ସଟ୍ରା ପାଣି ମୁଁ ବାହାର କରିକି ନଡ଼ିଆ ଆଉ ଚାଉଳକୁ ତାକୁ ଭଲସେ ମିଶାଇ ଦେଉଛି। ଆମେ ଏଠି କ୍ଷୀର ଚିତଉ ବନାଉଛେ ନା। ଆପଣମାନଙ୍କର ଯଦି କ୍ଷୀର ପସନ୍ଦ ନଥିବ ତାହେଲେ କ୍ଷୀରକୁ ସ୍କିପ୍ କରିପାରନ୍ତି। କେବଳ ପାଣି ଦେଇକି ବି ବାଟି ପାରନ୍ତି। ଆଉ କ୍ଷୀର ଚିତଉଟା ବହୁତ ଟେଷ୍ଟି ଲାଗେ। ମୁଁ ଏଠି ଗ୍ରାଇଣ୍ଡିଙ୍ଗ ଜାରରେ ଚାଉଳ ଆଉ ନଡ଼ିଆକୁ ଦେଇକି ଆମେ ଯେଉଁ ପାଣି ଦେଇକି ବାଟିଥାନ୍ତେ ପାଣି ଜାଗାରେ ମୁଁ ଏଠି କ୍ଷୀର ଦେଉଛି। ଯେତିକି ପାଣି ଲାଗିବ ମୁଁ ସେତିକି କ୍ଷୀର ଦେଇକି ସବୁ ଚାଉଳ ଆଉ ନଡ଼ିଆକୁ ବାଟି ଦେଉଛି। ଆଉ ଆପଣମାନେ ଜାଣିଥିବେ ତ ଚିତଉ ପିଠା ସାଙ୍ଗେ ସାଙ୍ଗେ ବଟା ହେବ, ସାଙ୍ଗେ ସାଙ୍ଗେ ହେବ। ଏଠି ମୁଁ ଅଧଘଣ୍ଟା ପାଇଁକି ରଖିଦେଉଛି ରେଷ୍ଟ ପାଇଁ। ଅଧଘଣ୍ଟା ପରେ ଆମେ ଦେଖିବା। ଯଦି ବି 1 ଘଣ୍ଟା ପାଇଁ ରଖନ୍ତି ତାହେଲେ କିଛି ଅସୁବିଧା ନାହିଁ। 1 ଘଣ୍ଟାରୁ ଅଧିକ ରଖିଲେ ଆମର ପିଠା ବେଟରଟି ଖରାପ ହେଇଯିବ। ଦେଖନ୍ତୁ ମୁଁ 20ରୁ 30 ମିନିଟ୍ ପାଇଁ ରଖିଦେଇଥିଲି। ତଥାପି ଆମର ବେଟର ଟିକେ ମୋଟା ହେଇଯାଇଛି। ମୁଁ ଅଧା ବାହାର କରିକି ସେଥିରେ ମୁଁ ପାଣି ଦେଇକି ସ୍ୱାଦ ଅନୁସାରେ ଲୁଣ ପକାଇବି। ନା ଆମେ ଏଥିରେ ଖାଇବା ସୋଢ଼ା ପକାଇବା ନା ଇନୋ ପକାଇବା। କେବଳ ନଡ଼ିଆ ଆଉ କ୍ଷୀରରେ ଆମ ପିଠା ଏତେ ଫୁଲା ଫୁଲା ନରମ ନରମ ବନିବ। ଆପଣମାନେ ନିହାତି ଭାବରେ ଏମିତିକା କରିକି ଖାଆନ୍ତୁ। ପ୍ରାୟତଃ ଆପଣମାନେ କରିକି ଖାଉଥିବେ, କିନ୍ତୁ ମୋ ପ୍ରୋସେସରେ ଥରେ କରିକି ଖାଆନ୍ତୁ। ସେଥିରେ ବହୁତ ଟେଷ୍ଟି ଲାଗିବ। ଆଉ ଟିକେ ବେଟର ମୋର ମୋଟା ହେଇଯାଇଥିଲା। ପାଣି ଦେଇକରି ମୁଁ ତାକୁ ଟିକେ ପତଳା କରିଦେଉଛି। ଏଠି କଢ଼େଇ ବସେଇକି କଢ଼େଇଟାକୁ ଭଲସେ ତତେଉଛି। ଆଉ ମନେ ରଖିଥିବେ ଦେଖନ୍ତୁ, ଆଉ ଯେଉଁ ଏକ୍ସଟ୍ରା ମୋର କ୍ଷୀର ବଳି ଯାଇଥିଲା ମୁଁ ତାକୁ ଫୁଟେଇ ରାବିଡ଼ି କରିଦେଇଛି। ଆପଣମାନେ ଖାଲି ଦେଖି ଚାଲନ୍ତୁ ମୁଁ କ'ଣ କେମିତି କରୁଛି। ମୁଁ ଏଥିରେ ଟିକେ ତେଲ ମାରିଦେଉଛି। ଚିତଉ ପିଠାରେ ପ୍ରଥମ ପିଠାଟା ନା ଆମେ ତାକୁ ଟିକେ ତେଲ ମାରିବା। ତାପରେ କୌଣସି ତେଲ ମାରିବା ଆବଶ୍ୟକ ନାହିଁ। ସବୁ ପିଠା ଆମର ଭଲସେ ଉଠିଯିବ। ନଡ଼ିଆ ଆମର ଚିକଣ ଅଛି। ତାପରେ କ୍ଷୀର ବି ପଡ଼ିଛି। ଆଉ ତେଲ ମାରିବା ବି କୌଣସି ଆବଶ୍ୟକ ନାହିଁ। ଆଉ ଦେଖନ୍ତୁ ଏମିତି ପାଣି ଦେଇପାରନ୍ତି। ମୁଁ ପାଣି ଏମିତି ଦେଇକି କରେ, କିନ୍ତୁ ଏମିତି ଯେଉଁ ଫକ ଫକ ହେଇକିରି ସିଏ ହୁଏ ମୋତେ ଆଦୌ ବି ଭଲ ଲାଗେନି। ସେଥିପାଇଁ ମୁଁ ଗୋଟେ କପଡ଼ା ଦେଇଦିଏ। ଆଉ କପଡ଼ା ଦେଇଦେଲେ ଆମର ତା ଭିତରୁ ଏୟାର ବାହାରିବାର ନାହିଁ। ସେ ଭଲସେ ସେଟ୍ ହେଇକିରି ରହିକିରି ପିଠାଟା ଆମର ବଢ଼ିଆ ସେ ଫୁଲିବ। ଆପଣମାନେ ଚାହିଁଲେ ପାଣି ଦେଇପାରନ୍ତି। ଓଜନିଆ ଜିନିଷ ଦେଲେ ସିଏ ଆଉ ଉଠିବନି। ଯେହେତୁ ହାଲକା ଜିନିଷଟା ସେଥିପାଇଁ ଧଡ଼ ଧଡ଼ ହେଉଛି। ମୁଁ କପଡ଼ା ଦେଇଦେଇଛି। ଆଉ କୌଣସି ଏୟାର ବାହାରିବନି। ଆମର ପିଠାଟା ବି ଫୁଲା ଫୁଲା ହେଇକି ବନିବ। ଆରେ ବାଃ, ଆମ ପିଠା ତ ମୋ ଆବଶ୍ୟକଠାରୁ ଅଧିକ ଫୁଲିଛି। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ଆଉ କେତେ ଫୁଲା ଫୁଲା ହିଁ ବନିଛି ଆମର ଚିତଉ ପିଠା। ଚିତଉ ପିଠା ପାଇଁ କିଛି ବି ସାଇଡ୍ ଆଇଟମ୍ ଦରକାର ନାହିଁ। ମୋତେ ତ କ୍ଷୀର ସହିତ ଖାଇବାକୁ ବେଶୀ ଭଲ ଲାଗେ। ବାକି ମୁଁ ପିଲାମାନଙ୍କ ପାଇଁ ଏଠି ସାଧା ଡାଲମା କରିଛି। ପିଲାମାନେ ଡାଲମାରେ ଖାଇବେ,
ବାକି ମୋତେ ତ ଏ ଚିତଉ ପିଠା ବେଶୀ ଭଲ ଲାଗେ କ୍ଷୀର ସହିତ ଖାଇବା ପାଇଁ। ସେଥିପାଇଁ ମୁଁ ଯେତିକି କ୍ଷୀର ଖାଇବି ସେତିକି ମୁଁ ପିଠାକୁ ପକାଇ ଦେଉଛି କ୍ଷୀର ସହିତ। ଗୋଟେ ପିଠା ମୁଁ ଖାଇବି, କ୍ଷୀରକୁ ମୁଁ ସେଥିପାଇଁ ଆଗରୁ ଯେତିକି କ୍ଷୀର ଥିଲା ମୁଁ ତାକୁ ପୁରା ଫୁଟେଇ ଫୁଟେଇ ରାବିଡ଼ି କରିଦେଇଛି। ଆଉ ଗୋଟେ ପିଠା କ୍ଷୀର ସହିତ ମୁଁ ପକାଇ ଦେଇଛି। ଆଉ ଯେତିକ ପିଠା ପିଲାମାନଙ୍କ ପାଇଁ, ଘରେ ବାକି ସମସ୍ତଙ୍କ ପାଇଁ ମୁଁ ଡାଲମା ବି କରିଛି, ସେମାନେ ଡାଲମା ସହିତ ଖାଇବେ। ଦେଖନ୍ତୁ ଏମିତି ଯେଉଁ ହୁଏ ମୋତେ ଆଦୌ ବି ଭଲ ଲାଗେନି, ସେଥିପାଇଁ ମୁଁ କପଡ଼ା ଦେଇଦିଏ। ଆଜିର ଚିତଉ ପିଠାଟି ରେସିପି ଆପଣମାନଙ୍କୁ କିପରି ଲାଗିଲା ନିହାତି ମୋତେ କମେଣ୍ଟ ବକ୍ସରେ ଜଣାଇବେ। ରେଡ଼ି ହେଇଗଲା ଆମର ସବୁତିକ ଚିତଉ ପିଠା। ମୋ ପୁଅ ଟିକେ ବାହାରେ ଯେ ଟେଷ୍ଟ କରିବ ବୋଲି କ୍ଷୀର ସହିତ, କିନ୍ତୁ ତାର ଆଦୌ ବି କ୍ଷୀର ସହିତ ଖାଇବା ପାଇଁ ମନ ନାହିଁ। ସେ ଖାଲି ବାଧ୍ୟରେ ଟିକେ ଟେଷ୍ଟ କରୁଛି। ଦେଖନ୍ତୁ ସେ କେତେ ନେଉଛି, ତାପରେ ତାର ମନ ଡାଲମା ସହିତ ଖାଇବା ପାଇଁ। ସେ ଖାଲି ଟେଷ୍ଟ କରିବ ବୋଲି ବାଧ୍ୟରେ ଟିକେ ନେଇଥିଲା। ଦେଖନ୍ତୁ କେତେ ଜାଲିଦାର ବନିଛି ଆମର ପିଠା, ଆଉ କେତେ କଅଁଳିଆ ବି ହେଇଛି। ସବୁ ପିଠା ଆମର ବିନା ଇନୋ ବିନା ସୋଢ଼ାରେ ବହୁତ ନରମ ବି ବନିଛି, ଆଉ କଅଁଳିଆ ବି ବନିଛି। ଆଶା କରୁଛି ଆଜିର ରେସିପି ଆପଣମାନଙ୍କୁ ନିହାତି ଭଲ ଲାଗିଥିବ। ଭଲ ଲାଗିଲେ ଲାଇକ୍ କରିବେ, ସାଙ୍ଗମାନଙ୍କ ପାଖକୁ ସେୟାର କରିବେ। ଆଉ ଚିତଉ ଅମାବାସ୍ୟାରେ ଚିତଉ ପିଠା କରିକିରି ଆପଣମାନେ କିପରି ସେଲିବ୍ରେସନ୍ କରିବେ ନିହାତି ମୋତେ କମେଣ୍ଟ ବକ୍ସରେ ଜଣାଇବା ପାଇଁ ଭୁଲିବେନି। ଦେଖନ୍ତୁ ମୁଁ କେବଳ ଫାର୍ଷ୍ଟ ଟାଇମ୍ ମୁଁ ତେଲ ପକାଇଥିଲି, ତାପରେ ବାକି ସେମିତି ହିଁ ବେଟର ଦେଇକରି ପିଠାକୁ ବାହାର କରୁଛି। କେତେ ସୁନ୍ଦର ଦେଖାଯାଉଛି, କେତେ କଅଁଳିଆ ବି ବନିଛି। ଆଉ ଡାଲମାଟା ବି ଆମର ସେମିତି ଜବରଦସ୍ତ ହେଇଥିଲା ପିଠା ସହିତ ଖାଇବା ପାଇଁ। ସନ୍ଧ୍ୟାବେଳର ମୁଁ ସକାଳେ କରିଥିଲି, ଚାଉଳ ମୁଁ ପାଣିରେ ପକାଇଥିଲି। ବାକି ମୁଁ ସନ୍ଧ୍ୟାବେଳେ କରୁଛି, ଯେହେତୁ ସନ୍ଧ୍ୟାବେଳେ ସମସ୍ତେ ଘରେ ରୁହନ୍ତି, ସେଥିପାଇଁ ମୁଁ ସନ୍ଧ୍ୟାବେଳେ କରିଥିଲି। ଚିତଉ ପିଠା ତ ଆମର ସନ୍ଧ୍ୟାବେଳେ ପୂଜାପୂଜି କରାଯାଏ। ଦେଖନ୍ତୁ କେତେ ସୁନ୍ଦର, କେତେ କଅଁଳିଆ ବନିଛି। ଦେଖନ୍ତୁ କ୍ଷୀର ସହିତ ଖାଇବା ପାଇଁ କେତେ ନେଇଥିଲା, ଆଉ ଡାଲମା ସହିତ ଖାଇବା ପାଇଁ କେତେ ନେଇଛି। ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିହାତି ଭଲ ଲାଗିଥିବ। ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହୁଛି, ନମସ୍କାର।